ପିଲାମାନେ ତୁମ ସମସ୍ତଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ପିଲାମାନେ ବହୁତ ଦିନରୁ ଯେଉଁ ଅପେକ୍ଷା ଥିଲା ଯେ ଆମର ରେଲୱେରେ ବହୁତ ବଡ଼ ଏକ ଭ୍ୟାକେନ୍ସି ଆସିବାର ଥିଲା। ତୁମେ ଜାଣିଛ ଆମର ରେଲୱେ ଡିପାର୍ଟମେଣ୍ଟରେ ପାଖାପାଖି ରିସେଣ୍ଟ ଯେଉଁ ତୁମର ନୋଟିଫିକେସନ୍ ଆସିଛି ପାଖାପାଖି 11,560ଟି ପୋଷ୍ଟର ଏକ ବହୁତ ବଡ଼ ହ୍ୟୁଜ୍ ଆମାଉଣ୍ଟର ଗୋଟେ ଭ୍ୟାକେନ୍ସି ଆସିଯାଇଛି। ଏବଂ ଏଇଟା କିଏ ନା ଆମର NTPC ମନେ ରଖିବ, NTPC ଯେଉଁ ଆମର ରହୁଛି ଆମର ନନ୍ ଟେକ୍ନିକାଲ ପପୁଲାର କ୍ୟାଟେଗୋରୀରେ ପାଖାପାଖି ଗ୍ରାଜୁଏଟ୍ ଏବଂ ଆଣ୍ଡର ଗ୍ରାଜୁଏଟ୍ ଯେଉଁ ପିଲାମାନେ ତାମାନେ ଯେଉଁମାନେ +3 ପାସ୍ କରିଛନ୍ତି ଆଉ ଯେଉଁମାନେ +2 ପାସ୍ କରିଛନ୍ତି ସେମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଭ୍ୟାକେନ୍ସି ଆସିଯାଇଛି। ତ ୟାର ଯେଉଁ ଅଫିସିଆଲ ନୋଟିଫିକେସନ୍ ଅଲରେଡ଼ି କାଲିଠୁ ଆସିଲାନି, କିନ୍ତୁ ତାର ଯେଉଁ ଆପ୍ଲିକେସନ୍ ଷ୍ଟାର୍ଟିଂ ଡେଟ୍ ମାନେ ଆପ୍ଲାଇ ଡେଟ୍ ଆରମ୍ଭ ହେଉଛି ତୁମର କେବେ ନା 14/9/2024ରୁ ଏବଂ ଲାଷ୍ଟ ଡେଟ୍ ବା କ୍ଲୋଜିଂ ଡେଟ୍ ଅଫ୍ ସବମିଶନ୍ କେବେ ରହୁଛି ନା 13/10 ପାଖାପାଖି 30-29 ଦିନ ପାଖାପାଖି ତୁମର ଡେଟ୍ ରହୁଛି ଯେ ଏଇ ଫର୍ମକୁ ଆପ୍ଲାଏ କରିବା ପାଇଁ। ତ ପିଲାମାନେ ମୁଁ ଆଉ ଥରେ କହୁଛି ଯେ ବହୁତ ବଡ଼ ଭ୍ୟାକେନ୍ସି ଏ RRBର, ତେଣୁ ମନେ ରଖିବ ପାଖାପାଖି 11,560ଟି ଅଲ୍ ଓଭର ଇଣ୍ଡିଆରେ ଇଏ ବଡ଼ ଭ୍ୟାକେନ୍ସି ଆସିଯାଇଛି। ନିଶ୍ଚିତ ଭାବେ ପିଲାମାନେ ତୁମର ଯେଉଁ ପରିଶ୍ରମର ଫଳ ଆଗକୁ ମିଳିବାରେ ଯାଉଛି। ଏବଂ ଦେଖ ପିଲାମାନେ, ଆମେ ବର୍ତ୍ତମାନ ଡିସ୍କସନ୍ କରିବା ଗ୍ରାଜୁଏଟ୍ ଲେଭେଲର ଯେଉଁ ଭ୍ୟାକେନ୍ସି ବାହାରିଛି। ଦେଖ ଗ୍ରାଜୁଏଟ୍ ଲେଭେଲର ଯେଉଁ ଭ୍ୟାକେନ୍ସି ବାହାରିଛି ଚିଫ୍ କମର୍ସିଆଲ କମ୍ ଟିକେଟ୍ ସୁପରଭାଇଜର, ଷ୍ଟେସନ ମାଷ୍ଟର, ଗୋଲ୍ଡ ଷ୍ଟେନ୍ ମ୍ୟାନେଜର, ଜୁନିୟର ଆକାଉଣ୍ଟ ଆସିଷ୍ଟାଣ୍ଟ କମ୍ ଟାଇପିଷ୍ଟ, ସିନିୟର କ୍ଲର୍କ ଆଣ୍ଡ କମ୍ ଟାଇପିଷ୍ଟ। ଦେଖ ପିଲାମାନେ ଟୋଟାଲ୍ ଭ୍ୟାକେନ୍ସି କେତେ ବାହାରିଛି ନା ଚିଫ୍ କମର୍ସିଆଲ କମ୍ ଟିକେଟ୍ ସୁପରଭାଇଜର 1736, ଦେନ୍ ଅଛି ଷ୍ଟେସନ ମାଷ୍ଟର 994, ଦେନ୍ ଗୋଲ୍ଡ ଷ୍ଟେନ୍ ମ୍ୟାନେଜମେଣ୍ଟ 3144, ଦେନ୍ ଆସିବ ଜୁନିୟର ଆକାଉଣ୍ଟାଣ୍ଟ ଆସିଷ୍ଟାଣ୍ଟ କମ୍ ଟାଇପିଷ୍ଟ 1560 ଆଉ ସିନିୟର କ୍ଲର୍କ କମ୍ ଟାଇପିଷ୍ଟ 732। ତ ଟୋଟାଲ୍ ଗ୍ରାଜୁଏଟ୍ ଲେଭେଲ୍ ଯେଉଁମାନେ +3 ପାସ୍ କରିସାରିଛନ୍ତି ତାଙ୍କ ପାଇଁ 8,113ଟି ବହୁତ ବଡ଼ ହ୍ୟୁଜ୍ ଆମାଉଣ୍ଟର କହିପାରିବେ ଗୋଟେ ଭ୍ୟାକେନ୍ସି। ଦେନ୍ ଆସିବା ଆଣ୍ଡର ଗ୍ରାଜୁଏଟ୍ ମାନେ ପିଲାମାନେ ଯେଉଁମାନେ +2 ପାସ୍ କରିସାରିଛନ୍ତି, +2 ପାସ୍ ସେମାନେ ଇଲିଜିବଲ୍ ଅଛନ୍ତି। ଏବଂ ତାଙ୍କ ପାଇଁ କେତେ କ'ଣ ପୋଷ୍ଟ ରହୁଛି ନା କମର୍ସିଆଲ କମ୍ ଟିକେଟ୍ କ୍ଲର୍କ, ଆକାଉଣ୍ଟ କ୍ଲର୍କ କମ୍ ଟାଇପିଷ୍ଟ, ଜୁନିୟର କ୍ଲର୍କ କମ୍ ଟାଇପିଷ୍ଟ ଏବଂ ଟ୍ରେନ୍ କ୍ଲର୍କ। ଏବଂ ଟୋଟାଲ୍ ଭ୍ୟାକେନ୍ସି ତାଙ୍କର କେତେ ନା 3,445। ତ ଟୋଟାଲ୍ ହେଇଗଲା ପିଲାମାନେ 11,500 ପାଖାପାଖି 59 କି 50 ହେଉଛି। ତ ପାଖାପାଖି ଏତିକି ଭ୍ୟାକେନ୍ସି ତୁମର ବହୁତ ବଡ଼ ଭ୍ୟାକେନ୍ସି ଗୋଟେ ଆସିଯାଇଛି। ନିଶ୍ଚିତ ଭାବେ ତୁମକୁ ଏଇ ଭ୍ୟାକେନ୍ସିରେ ନିଶ୍ଚିତ ଭାବେ ତୁମକୁ ସିଲେକ୍ସନ୍ ନେବାର ଅଛି। ଏବଂ ଆଉ ଗୋଟେ ଅପଡ଼େଟ୍ ଦେବା ପାଇଁ ମୁଁ ଭୁଲି ଯାଇଛି ଯେ ଯେଉଁ ଆଣ୍ଡର ଗ୍ରାଜୁଏଟ୍ ପିଲାମାନେ ରହୁଛନ୍ତି ତାଙ୍କର ଯେଉଁ ଅନଲାଇନ୍ ଆପ୍ଲିକେସନ୍ଟା 21 ନଭେମ୍ବର ଆରମ୍ଭ ହେଉଛି ଏବଂ କ୍ଲୋଜିଂ ଡେଟ୍ ଅଫ୍ ସବମିଶନ୍ଟା କେବେ ହେଉଛି ପିଲାମାନେ 20/10। ଇଏ ମଧ୍ୟ ସେଇ 30 ଦିନ ପାଖାପାଖି ରହୁଛି। ଦେନ୍ ଆସିବା ମେଡ଼ିକାଲ ଫିଟନେସ୍ ଟେଷ୍ଟ, ଭିଜନ୍ ଟେଷ୍ଟ, ଇଏ ସବୁ ରହୁଛି ତା ଭିତରେ ପିଲାମାନେ। ତୁମର ଯେଉଁ କେଉଁ ଯେଉଁ ଆମର ପାର୍ଟିସିପେଣ୍ଟ ମାନେ CEN ଆସିଛି। ଦେଖ ଅହମ୍ମଦାବାଦ, ଆଜମିର, ବେଙ୍ଗଲୋର ଏଇସବୁ ଇଏରେ ଆସିଛି। ଠିକ୍ ଅଛି, ଜୁନ୍ରେ ସବୁ ଆସିଛି। ଇଏ ଥିଲା ପିଲାମାନେ ତୁମର ସମ୍ପୂର୍ଣ୍ଣ ଦେଖ ପିଲାମାନେ ସମ୍ପୂର୍ଣ୍ଣ ତୁମର ସିଲାବସ୍ କ'ଣ ରହିବ, CBT 1 CBT 2ର ସିଲାବସ୍, ମାର୍କ ଡିଷ୍ଟ୍ରିବ୍ୟୁସନ୍, ଏ ସବୁ ବିଷୟରେ ଆଗକୁ ନୋଟିସ୍ ଆସିବାର ଅଛି। ମୁଁ ନୋଟିସ୍ ଆସିଲା ପରେ ତୁମକୁ ଡିଟେଲ୍ସ ତା ବିଷୟରେ ଡିସ୍କସନ୍ କରିଦେବି। ଠିକ୍ ଅଛି, ତେଣୁ ତୁମେ ଫର୍ମ ଆପ୍ଲାଏ ଆରମ୍ଭ ହୋଇଯିବ, ମାତ୍ର ଆଉ ରହିଲା 11 ଦିନ। ତ ନିଶ୍ଚିତ ଭାବେ ତୁମେ ପଢ଼ାପଢ଼ି ଜାରି ରଖ। ଏବଂ ଏଇଠି ଦେଖ ପିଲାମାନେ ତୁମର ଯେଉଁ ଆପ୍ଲିକେସନ୍ ଫି ତୁମର ଯେଉଁ ରହୁଛି ଆମର CBTରେ ଯେଉଁ ଏକ୍ଜାମ୍ ରହୁଛି SC ST ଯେଉଁ ଅନରିଜର୍ଭ କ୍ୟାଟେଗୋରୀ ସେମାନଙ୍କ ପାଇଁ ରହୁଛି 500 ଆଉ SC ST ଏକ୍ସ ସର୍ଭିସମ୍ୟାନ୍ PW ଫିମେଲ୍ ଟ୍ରାନ୍ସଜେଣ୍ଡର ଏମାନଙ୍କ ପାଇଁ ରହୁଛି କେତେ 250। ଠିକ୍ ଅଛି ପିଲାମାନେ। ଏବଂ କ୍ୟାଣ୍ଡିଡେଟ୍ ଯେଉଁ ଆମର ଏକ୍ଜାମ୍ ଦେବେ CBT ମୋଡ଼, ମନେ ରଖିବ CBT ମୋଡ଼। ବାକି ସିଲାବସ୍ ସବୁ ମୁଁ ତାପରେ ଡିସ୍କସନ୍ କରିଦେବି। ତ ଇଏ ଥିଲା ପିଲାମାନେ ତୁମ ପାଇଁ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ସୂଚନା। ନିଶ୍ଚିତ ଭାବେ ସେସନ୍ଟିକୁ ଲାଇକ୍ କର ଏବଂ ସବସ୍କ୍ରାଇବ୍ କର ପିଲାମାନେ ଆହୁରି ଭଲ ଅପଡ଼େଟ୍ ପାଇବା ପାଇଁ। ଠିକ୍ ଅଛି ପିଲାମାନେ, ଏତିକି, ଧନ୍ୟବାଦ।